ଭଲ ପଢନ୍ତି ତ ସେଥିପାଇଁ ମୁଁ କହିଲି ସ୍ୱାଭାବିକ ଯିଏ ତ ହେଲେ କହିବ ନା ଯେ ମୋ ପିଲା କିଏ ବା ନ ଚାହିଁ ପିଲା ଭଲ ପଢୁ ବୋଲି ତ ମୁଁ ବି ସେ ଚାହିଁଥିଲି ମା ହିସାବରେ ମୋ ଛୁଆକୁ ଭଲ ପଢିବା ପାଇଁ ଯେତେବେଳେ ମୋ ଛୁଆକୁ ସେ ପଢେଇତେ ଆସିଲା 4 ମାସ ତଳର କଥା କହୁଛି ଯେତେବେଳେ ମୋ ଛୁଆକୁ ସେ ପଢେଇତେ ଆସିଲା ତାର ସେ 2 ମାସ ସେତେବେଳେ ବିତି ଯାଇଥାଏ ଯେତେବେଳେ ତାର ମୋଟିଫିକେସନ ଦେଖିଲି ଟିକେ ଖରାପ ନଜର ଯେତେବେଳେ ମୁଁ ଦେଖିଲି ତ ମୁଁ ତାକୁ ରାଇଟଲି ମନା କରିଦେଲି ମୁଁ କହିଲି ମୋ ଘରକୁ ଟ୍ୟୁସନ ଆସନି ତ ମତେ ସେ ବାରବାର ଯେତେବେଳେ ପଚାରିଲା କଣ ପାଇଁ ମୁଁ ମନା କରୁଛନ୍ତି କଣ ପାଇଁ ମୁଁ ଆପଣ ମତେ ପ୍ରପୋଜ କରୁଛନ୍ତି ତେଣୁକରି ମୁଁ ମନା କଲି ସେଥିପାଇଁ ହଁ ମତେ ପ୍ରପୋଜ କଲା ନାଇଁ ଟ୍ୟୁସନ ପଇସା ମୁଁ ରେଗୁଲାର କଣ୍ଟିନ୍ୟू କରୁଥିଲି ଯଦି ମୁଁ ଟ୍ୟୁସନ ପଇସା ନଦେବି ତ ସେ କି ପାଇଁ ସେ ତ ଆରାମସେ ଛାଡ଼ି ଦେଇଥାନ୍ତେ ମୁଁ ତ ତାଙ୍କୁ ମନା କରିନଥାନ୍ତି ଆଜ୍ଞା ତାପରେ ମୁଁ ତାଙ୍କୁ ତ ମନା କରିଦେଲି ତାପରେ ମୋ ଗୋଡ଼ ଫୋଡ଼ ଆସି ବହୁତ ଧରିଲେ ଆଉ ମତେ ମନା କରନି ମୁଁ ଗରିବ ଘର ଛୁଆ ମୁଁ ବହୁତ ଅସୁବିଧାରେ ଚଳୁଛି ତେଣୁକରି ଟ୍ୟୁସନ ମୋର ମନା କରନ୍ତୁନି ଆଉ ଟ୍ୟୁସନ କଣ୍ଟିନ୍ୟୁ କରନ୍ତୁ ଆଉ ମୁଁ ସେସବୁ ଇଏକୁ ଯିବିନି ତ ମୁଁ କହିଲି ତାପରେ ଠିକ ଅଛି ତାହେଲେ ପଢାପଢି ବୁଝାମଣା ଠିକ ରହିଲା ତ ଯେତେବେଳେ ସେ ପଢାପଢି ପୁଣି ଚାଲିଲା ଆର ପଟରୁ ଯୋଉ ନେଇଥିଲି ଘରଟା ସେପଟରୁ ପଢାପଢି ଏଠିକି ଆସିଲି 4 ମାସ ତଳେ ଯୋଉ ଆମର ଏଇ ସବୁ ଘଟଣା ହେଲା ତାପରେ ସେ ମୋ ପିଲାକୁ ପଢେଇତେ ଯେତେବେଳେ ସେଠି ଆମର ବାଥରୁମ ଲାଟ୍ରିନ୍ ବାଥରୁମଟା ଠିକ ନଥାଏ ତ ମୁଁ ସେ ପିଲାକୁ ଯେତେବେଳେ ପଢିବା ସମୟରେ ମୁଁ ଚାଲି ଯାଇଛି କେତେବେଳେ ବାଥରୁମ ଗାଧୋଇବା ପାଇଁ ତ ସେ ଗାଧୋଇବା ଅବସ୍ଥାରେ ସେ ମୋର କିଛିଟା ଭିଡିଓ ସେ କରିନେଇଥିଲା ଯାହା ଫଳରେ ମତେ ସବୁବେଳେ କହୁଥାଏ ଯେ ମୁଁ ତୁମକୁ ଭଲ ପାଏ ତ ମୁଁ ସେତେବେଳେ ଏଗ୍ରି ନଥାଏ ତ ମତେ ସେଦିନ ରାତିରେ ଘରେ କେହି ନଥିବା ଅବସ୍ଥାରେ ପଶି ଆସିକିରି ମତେ ତାଙ୍କ ମୋବାଇଲରେ ଭିଡିଓ ଦେଖେଇଥିଲେ ମୋର ଗାଧୁଆ ଯୋଉ ଭିଡିଓଟା ତ ସେଥିରେ ମତେ ବ୍ଲାକମେଲିଂ କଲେ ଶୁଣନ୍ତୁ ମତେ ସେଟା ବ୍ଲାକମେଲିଂ ଯେତେବେଳେ କଲେ ତ ମୁଁ କହିଲି ଏମିତି କାହିଁକି କରୁଛ ମୋ ସାଙ୍ଗରେ ତାପରେ ବି ମୁଁ ମନା କରିଦେଲି ଟ୍ୟୁସନ ସେଇଦିନଠୁ ମତେ ଧମକା ଚମକା କଲେ ନା ମୁଁ ତୁମକୁ ବହୁତ ଭଲ ପାଇ କରେ ବହୁତ ମତେ ବୁଝେଇଲା ମୁଁ ଜମା କିଛି ମାନିନି ସେଟା ଶୁଣିନି ତାପରେ ବି ତାପରେ ଶୁଣନ୍ତୁ ଭିଡିଓ ରଖିଦେଇକିରି ତାପରେ ସେଦିନ ତ ମତେ ବହୁତ ଧମକା ଚମକା କରିକି ଗଲେ ମୋ ସାଙ୍ଗରେ ମୋ ସ୍ତ୍ରୀ ହୁଅ ମତେ ଭଲ ପାଅ ମତେ ବାହା ହୁଅ ମୋ ଘରକୁ ଚାଲ ଆଉ ମୋ ସ୍ତ୍ରୀ ଖରାପ ପୁଅମାନଙ୍କ ସାଙ୍ଗରେ ବହୁତ ପୁଅମାନଙ୍କ ସାଙ୍ଗରେ ରିଲେସନ ରଖୁଛି ଆଉ ସେ ଶାହାଜାନ ନା କଣ ସେ କହିଲେ ଶାହାଜାନ ସାଙ୍ଗରେ ମୋ ସ୍ତ୍ରୀ ଅଛି ଗୋଟେ ମୁସଲିମ ଲୋକ ସାଙ୍ଗରେ ଏମିତି ବହୁତ ଲୋକ ସାଙ୍ଗରେ ମୋ ସ୍ତ୍ରୀ ଅଛି ତ ସେଥିପାଇଁ ମୁଁ ତା ପାଖରେ ରହିତେ ଖୋଜୁନି ତୁମେ ଏଠି ତୁମର ବ୍ୟବହାର ଆଟିଟ୍ୟୁଡ ଦେଖିକି ମତେ ବହୁତ ଭଲ ଲାଗେ ତ ମୁଁ ତୁମ ସାଙ୍ଗରେ ରହିତେ ଖୋଜୁଛି ତ ମୁଁ ତାଙ୍କୁ ମୁଁ କହିଲି ଦେଖ ମୋ ସ୍ୱାମୀକୁ ମୁଁ ଡିଭୋର୍ସ ଦେଇନି ତାପରେ ମୋର ପିଲା 2ଟା ଅଛି ମୁଁ ଚାହୁଁନି ଆପଣଙ୍କୁ ମୁଁ ତାଙ୍କୁ କହିଲି ତ ସିଏ ମତେ ଜବରଦସ୍ତି ମାନେ ମତେ ସବୁବେଳେ ବୁଝାଉଥାନ୍ତି ତ ମୁଁ ମନା କରି ଚାଲିଥାଏ ଦିନେ ରାତି 2ଟା ଟାଇମରେ ଆମ ଘରକୁ ପଳେଇ ଆସିଛି ତାପରେ ମୁଁ ଖାଲି ଝିଞ୍ଜିରିଟା ଲଗେଇ ଦେଇଥାଏ ଆପଣ ଯାଇକି ଦେଖିପାରନ୍ତି ଝିଞ୍ଜିଟା ଯଦି ଠେଲା ଯିବ କବାଟ ଖୋଲିଯିବ କାରଣ ସେ ଘରର କବାଟ ବାଡ଼ ଠିକ ନାହିଁ ତାପରେ ସେ ପଶି ଯାଇକିରି ନା ମତେ ମୋ ଗୋଡ଼ ଫୋଡ଼ ଧରିକି କାନ୍ଦିଲେ ତାପରେ ମୁଁ କହିଲି କାହିଁ ରାତିରେ ଆସି ମତେ ଏମିତି ହଇରାଣ କରୁଛ ମୁଁ ପାଟି କରି ଲୋକକୁ ଡାକିବି ତ ମତେ ଛାଡ଼ିଲେନି ଜବରଦସ୍ତି ଘର ଭିତରେ ମାନେ ସମ୍ପର୍କ ରଖିଲେ ତ ସମ୍ପର୍କ ରଖିବା ହେତୁ ଜବରଦସ୍ତି ତ ସେଇଟା ସିଏ କେମିତି କଣ ଭିଡିଓ କରିଛି ମୁଁ ଜାଣିନି ହଁ ସେତେବେଳେ ସମ୍ପର୍କ କିଛି ନଥାଏ ଯେତେବେଳେ ମୋ ଛୁଆକୁ ସେ ପଢୁଥାଏ ଯେତେବେଳେ ମୋ ଛୁଆକୁ ପଢୁଥାଏ ସେତେବେଳେ ମତେ କହିଥିଲେ ଯେ ତୋର ତା ସାଙ୍ଗରେ କିଛି ସମ୍ପର୍କ ଅଛି କି ସେତେବେଳେ ତ ନଥାଏ ମୁଁ କାହିଁକି ସେତେବେଳେ କହିବି ସେତେବେଳେ ମୋ ସାଙ୍ଗରେ ଶୁଣ ସେତେବେଳେ ନଥିଲା କିଛି ନାହିଁ ଯେତେବେଳେ ରାତି 1ଟା ବେଳେ ଚାଲି ଆସିଲା ରାତି 1ଟା ବେଳେ ଆସିକି ସେତେବେଳେ ସେ ମତେ ମାନେ ଜବରଦସ୍ତି କରିକି ସମ୍ପର୍କ ରଖିଲା ଯେତେବେଳେ ସମ୍ପର୍କ ରଖିଲା ତ ସେତେବେଳେ ହଁ ଗୋଡ ହାତ ଧରିଥିଲା ତଥାପି ମୁଁ ମାନି ନଥିଲି ମତେ ସେଦିନ ବାଡେଇଛି ବି ଗାଲପାଟିଆ ମାରିଛି ହେଲା କହିଲା ମୁଁ ତ ମୋ ଅଧିକାର ଖୋଜୁଛି ମୁଁ ବାହା ହେବି ମୁଁ ଲାଇଫ ଟାଇମ ପାଇଁ ରଖତେ ଖୋଜୁଛି ମୁଁ ସ୍ୱାମୀ ବୋଲି ଭାବିନି ମୁଁ ସ୍ୱାମୀ ଗତ 2 ମାସ ହେଲାନି ସେ ମତେ ଟର୍ଚର କରି ଚାଲିଛନ୍ତି ଆଜ୍ଞା କାହା ସ୍ୱାମୀ ମୁଁ ତ ସ୍ୱାମୀ ପାଖରେ ରୁହେନି ମୁଁ ତ ଏଠି ଘର ଭଡା ନେଇକି ମାନେ ଅଲଗା ହେଇକି ରହୁଛି ତାପରେ ବାପା ମା ବି ମୋ ପାଖରେ ନଥିଲେ ଘରକୁ ଗାଁକୁ ଯାଇଥିଲେ ସେଇ ସୁଯୋଗ ନେଇକି ସେ ପଶି ଆସିଛି ମୋର ପୁଅ ଗୋଟେ ଝିଅ ଗୋଟେ ବାହାଘର ଏଟାକୁ 9 ବର୍ଷ ହେଇଗଲା ସ୍ୱାମୀ କି ଛାଡିବାର 2 ବର୍ଷ ହେଲା ମୁଁ ନ୍ୟାୟ ଚାହୁଁଛି କାରଣ ସିଏ ମୋ ସାଙ୍ଗରେ ମୁଁ ଗୋଟେ ଅସହାୟତା ନାରୀ ମୋର ଛୋଟିଆ ଜଳଖିଆ ଦୋକାନ ସିଏ ମୋ ସାଙ୍ଗରେ ଯୋଉ ଟାଇପ ର ବ୍ୟବହାର କରିଛି ଜବରଦସ୍ତି କରିଛି ଛୁରୀ ଫୁରି ଆଣିକି ମତେ ସେ ତ ଗଲା ତାପରେ ମୋ ସାଙ୍ଗରେ ଏତେ ସବୁ ଇଏ କଲା ପରେ ତାପରେ ଯେତେବେଳେ ସବୁ ଭିଡିଓ ମୋ ସାଙ୍ଗରେ ମୋ ଘରକୁ ଚାଲ ମୋ ସାଙ୍ଗରେ ରହ ମୋ ସ୍ତ୍ରୀର ଅଧିକାର ଦଉଛି ରହ ସବୁବେଳେ ଯେତେବେଳେ କହିଲା ତାପରେ ଯେତେବେଳେ ଚାରିଆଡେ ଏଇ କଥାଟାକୁ ଉଠିଲା ସମସ୍ତେ ଯେତେବେଳେ ଜାଣିଲେ ତାପରେ ସେ ଭିଡିଓ ସବୁ କରୁଥିଲା ମୁଁ ଆଜ୍ଞା ଜାଣିନଥିଲି ଯେତେବେଳେ ମୁଁ ସେ ଭିଡିଓଟା ଜାଣିଲି ସେଦିନ ମୁଁ ହଁ ଏ ସାଙ୍ଗ ସବୁ ଦେଖେଇଛି ଯାହା ଫଳରେ ମତେ ବହୁତ ଖରାପ ଲାଗିଛି ସେ ମତେ ତାଙ୍କ ନିଜ ଫୋନ ତାଙ୍କୁ ନିଜେ ମତେ ରାତିରୁ ଆସିକି ମତେ ଦେଖେଇଥିଲେ ଝଗଡା ଫଗଡା ସବୁ ହେଲା ଯେତେବେଳେ ଦୁନିଆ ପାଟିତୁଣ୍ଡ ଏଠି ହେଲା ପରେ ସେ ତାର ଭଉଣୀ ମାନଙ୍କୁ ଆଣିକି ଏଠି ଦୋକାନ କାହିଁ ଫ୍ରିଜ ଉଠେଇଲା କାହିଁ ଆଜ୍ଞା ଆପଣଙ୍କ ଗୋଟେ କଥା ଗୋଟେ ଲାଇନକୁ ନ ଯାଇକି ତମେ ଆପଣ ଅଲଗା ଲାଇନ ସେଥିପାଇଁ ମୁଁ ଆପଣଙ୍କ ମିଡିଆ ସାମ୍ନାରେ ଆସୁନଥିଲି ମୋ ସ୍ୱାମୀ ମଦ୍ୟପାନ କରନ୍ତି ପେଟ ମାରା ବହୁତ କରନ୍ତି ସେଥିପାଇଁ ଯାହା ପଇସା ରୋଜଗାର ହୁଏ ସେ ମଦ ଖାଇଦିଅନ୍ତି ସେଥିପାଇଁ ପିଲା 2ଟାର ଅବହେଳା ଦେଖିକି ମୁଁ ଏଇ ଷ୍ଟେପ ନେଇଥିଲି ତାଙ୍କୁ ପିଲାମାନଙ୍କୁ ମଣିଷ କରିବା ପାଇଁ ସେଥିପାଇଁ ଭବିଷ୍ୟତ ଦେଖିବା ପାଇଁ ତ ସେଥିପାଇଁ ମୁଁ ଗାଁକୁ ନ ଯାଇକି ଏଠି ରହିକି ମୋ ସ୍ୱାମୀକି ଦେଖେଇବା ପାଇଁ 2ଟା ଛୁଆକୁ ନେଇକି ଚାଲିବା ପାଇଁ ବହୁତ ଜୋରେ କୌଶଳ ଜାରି ରଖିଥିଲି ମୁଁ ତାପରେ ଗାଁ ଲୋକମାନେ ଏସବୁ ବୁଝିଲା ପରେ ସେ ପିଲାକୁ ମନା କରିଥିଲେ ଆସିବା ପାଇଁ ମୁଁ ମଧ୍ୟ ମନା କରିଥିଲି ଦୁର୍ଗା ପୂଜାରେ ସେ ସିନ୍ଦୁର ଫିନ୍ଦୁର ଦୁନିଆ ମଙ୍ଗଳସୂତ୍ର ନେଇ ଆସିଛି ମୋ ଘରକୁ ଚାଲେ ସବୁ ପିନ୍ଧିକି ସେଦିନ ମୋ ବାପା ଗୋଡ ଧରିକି କାନ୍ଦିଛନ୍ତି
बापा गोड़ धरिक कांदला बापा कहले तुम पाठपढ़ा छुआ गई तुमको गोटे लज्जा शर्मा लगुनि तुम एमती करूछ मो झील पत्र मो छुआ पर चाहूनी तुमको मो बापा कहला बापा मु मरी जिमी तुम झील टेकी दियो एमती कहला एमती कही सारा सब गला सरला समस्त बुझे तू जीवू ना तार माँ राण छुआ राण समस्त मुंड छुईकी कहला मुझे ठीक अच्छे मुझे किसी रिश्ता रखी गत काली 18 तारीख भोर 4:30 आमर डेली जानी ये जे आमर 4टारे दुकान खोल जाए लोक चाह फास पियंती तो 4टारे तो मो बापा जो 4टारे चली आसुँच से पुणी काली जाइए राति 4:30 कबाट धड़कई मत उठेकरी मो चुटी पुछा धरिक टाणी आनिकी कांथरे पूरा सेम करके मत बाड़े गालपाटे मारी एगा चिन्ह भी देखूँ एगा नख चिन्ह सब बसी सब नख चिन्ह बसी देखो ये सब नख चिन्ह सब बसी बहुत मारापिटा कर छुरी गुटे नहीं आसला मो बेकर लगे मो तंटी कतर लगे मत धमकाऊँ मो सांगे मो घर को चल मो सांगे मो घर को चल एमती सब लोन उठे लोन उठे मत उल्टा मागुला मोर भौणी भौणी बाग रही मो पैसा दे पारुनी आर्थिक अवस्था खराब रही मोर आ मैडम मत किसी पैसा टे सुधरे हेले दे था मत से मागुले मुझे पारिनी मोटा किस्ती नहीं मोर भी चारिया पैसा नहीं जाइए मु 1 लाख टंका एसएच उठी मोठू से पैसा नहीं जाइए मोठू से पैसा नहीं जाइए मोर दुकान पैसा आगे भी नहीं जाइए दुकान खाଇବା हिसाब जब करी से तार पेंट गोटे दाम ही